ଥରେ ଗୋटे ଶିକାରୀ ଦୁଇଟି ଶୁଆଙ୍କୁ ଶିକାର କଲା। ଜଙ୍ଗଲ ବାଟରେ ତାଙ୍କୁ ନେଇକି ଆସିବା ବେଳେ ଗୋଟିଏ ଶୁଆ ଶିକାରୀ ହାତରୁ ଉଡ଼ି ଚାଲିଗଲା। ସେ ଉଡ଼ି ଉଡ଼ି ଯାଇ ଜଣେ ଋଷିଙ୍କ ଆଶ୍ରମରେ ପହଞ୍ଚିଲା। ଆଉ ଅନ୍ୟ ଶୁଆଟି ସବୁଦିନ ପାଇଁ ଶିକାରୀ ଘରେ ରହିଗଲା। ଋଷିଙ୍କ ଆଶ୍ରମରେ ସବୁଦିନେ ଭଜନ କୀର୍ତ୍ତନ ହୁଏ ଏବଂ ଋଷି ପ୍ରବଚନ ମଧ୍ୟ ଦିଅନ୍ତି। ଋଷିଙ୍କର ଧାର୍ମିକ ଏବଂ ନୀତି କଥା ଶୁଆଟି ସବୁଦିନେ ଶୁଣୁଥିଲା। ତେଣୁ ପିତାଙ୍କ ସତ୍ୟ ରକ୍ଷା ନିମନ୍ତେ ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ ଯିବା ପାଇଁ ରାଜି ହେଇଗଲେ। ତାଙ୍କ ସାଙ୍ଗରେ ସାନ ଭାଇ ଲକ୍ଷ୍ମଣ ଆଉ ତାଙ୍କ ସ୍ତ୍ରୀ ସୀତା ବନବାସରେ ବାହାରିଲେ। ପିତା ଦଶରଥ ରାମଚନ୍ଦ୍ରଙ୍କୁ ଯେତେ ପ୍ରକାର ବୁଝେଇଲେ ଯେ ମାତା କୈକେୟୀଙ୍କୁ ସେ ବଚନ ଦେଇଛନ୍ତି ଆଉ ସେ ବଚନ ତାଙ୍କୁ ରକ୍ଷା କରିବାକୁ ପଡ଼ିବ। ରାମଚନ୍ଦ୍ର କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ ଥିଲେ ଯେ ସେ ପିତୃ ସତ୍ୟ ରକ୍ଷା କରିବେ। ଏହି ଶୁଆଟି ଶାନ୍ତ ଏବଂ ଆନନ୍ଦ ପରିବେଶରେ ବଢୁଥିବା ବେଳେ ଆର ଶୁଆଟି ତାର ଓଲଟା ପରିସ୍ଥିତି ମଧ୍ୟରେ ଜୀବନ ବଞ୍ଚୁଥିଲା। ଏଇ ବଦମାସ, ତୁ କିଛି ଖାଇଛୁ ନା ନାଇଁ? ନା ନା, ଆଜି କିଛି ଖାଇନି। ମତେ ଜୋର ଭୋକ ହଉଛି। କଣ ଟିକେ ଖାଇବାକୁ ଦିଅ। ମୋ ପାଖରେ ଯାହା ଅଛି ଖାଇବୁ? ହଁ ଖାଇବି, ଦିଅ। ଏଇ ନେ ଅଫିମ। ହେ, ମୁଁ କଣ କେବେ ଅଫିମ ଖାଏ? ତୁ କଣ ତୋ ବୋପା ଖାଇବ? ନେ ଖା କହୁଛି। ଭଲରେ ଭଲରେ ଖା, ନହେଲେ କଣ କରିବ? କଣ କରିବି ତୁ ମତେ ପଚାରୁଛୁ? ତତେ ବାଡେଇକି ମାରିଦେବି ଆଜି। ଏମିତି ଦୁଇଟି ଶୁଆ ଅଲଗା ଅଲଗା ପରିବେଶ ମଧ୍ୟରେ ବଡ଼ ହେଉଥିଲେ। ତେଣୁ ଦୁହିଁଙ୍କର ପ୍ରକୃତି ବି ଭିନ୍ନ ଥିଲା। ଦିନେ ଶିକାରୀଟି ଶିକାର କରିବାକୁ ଯିବା ବେଳେ ତା ପାଖରେ ଥିବା ଶୁଆଟିକୁ କାନ୍ଧରେ ବସେଇ ସାଙ୍ଗରେ ନେଇଯାଉଥିଲା। ରାସ୍ତାରେ ପଡ଼ିଥିବା ଗୋଟେ ଶିମ୍ବ ଦେଖି ଶୁଆଟିର ଲୋଭ ଲାଗିଲା। ସେ ତାକୁ ଖାଇବା ପାଇଁ ଶିକାରୀ କାନ୍ଧରୁ ଉଡ଼ିଗଲା। ଶୁଆଟି ଶିମ୍ବ ପାଖରେ ପହଞ୍ଚିବା ବେଳକୁ ଶିମ୍ବ ପବନରେ ଉଡ଼ିଗଲା। ଋଷିଙ୍କ ଆଶ୍ରମରେ ଥିବା ଶୁଆଟି ଠିକ୍ ସେହି ସମୟରେ ଖାଦ୍ୟ ଖୋଜିବା ପାଇଁ ମଧ୍ୟ ବାହାରକୁ ଆସିଥିଲା। ସେ ବି ଶିମ୍ବ ପାଖରେ ପହଞ୍ଚିଗଲା। ଏଇଟା ମୋ ଖାଦ୍ୟ, ମୁଁ ୟାକୁ ଖାଇବି। ହେଲେ ମୁଁ କାହିଁକି ନ ଖାଇବି? ମୁଁ ଏ ଶିମ୍ବ ପଛରେ ବହୁତ ବାଟରୁ ଗୋଡେଇକି ଆସିଲିଣି, ତେଣୁ ଏ ଶିମ୍ବ ମୁଁ ଖାଇବି। ମୁଁ ବି ତ ଦେଖିଛି। ଏ ବଦମାସ, ଦୁଷ୍ଟ, ମୋ ସାଙ୍ଗରେ ଯୁକ୍ତି କରୁଛୁ? ଦେଖିବୁ ମୁଁ କଣ କରିବି। ତମେ ଯଦି ଚାହୁଁଛ ତମେ ବରଂ ଶିମ୍ବଟା ଖାଅ, ମୋର ଦରକାର ନାହିଁ। ମୁଁ ତମ ସାଙ୍ଗରେ ଯୁକ୍ତି କରିପାରିବିନି। ଠିକ୍ ଏତିକି ବେଳେ ଋଷିଙ୍କ ଆଶ୍ରମରେ ଥିବା ଶୁଆଟି ଦେଖିଲା ଆର ଶୁଆଟି ଦେହରେ ଖଣ୍ଡିଆଟିଏ ହେଇଛି। ଆଚ୍ଛା, ତମ ଦେହରେ ଏ ଖଣ୍ଡିଆ ଦାଗଟା କେମିତି ହେଲା? ଛାଡ, ସେ ସବୁ ବହୁତ ପୁରୁଣା କଥା। ନାଇଁ, ମୋର ପଚାରିବା କଥା କଣ କି, ମୋ ଦେହରେ ବି ଗୋଟେ ସେମିତି ଦାଗ ଅଛି। ହଁ, ସତରେ? ଶିକାରୀ ପାଖରେ ଥିବା ଶୁଆଟି ଦେଖିଲା ଯେ ସତକୁ ସତ ଆର ଶୁଆଟି ଦେହରେ ଖଣ୍ଡିଆ ଦାଗ ରହିଛି। ତାକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ତା ମାନେ ତୁ ସେଇ? ହଁ, ମୁଁ ସେଇ।
गोटे शिकारी आम दुईଙ୍କୁ शिकार କରିଥିଲା କିଛି ବର୍ଷ ତଳେ। मते क्षमा कर, मु तुमको बहुत खराब व्यवहार करिछि। मु शिकारी घरे थिली ना, तार व्यवहार बहुत खराब, तेणु मो व्यवहार भी खराब हो गला। हेले तू कोठी थिलु? मु ऋषिଙ୍କ आश्रमରେ ଥିଲି। सेठी सबुदिने भजन कीर्तन हुए, धार्मिक आलोचना हुए। आमे तो एबे दुई बंधु, तू गोटे काम करूनु, मते ऋषिଙ୍କ आश्रम को नहीं चल। मु सेठी जाई आजिठो रहिबी, आउ निजर स्वभाव को संपूर्ण बदलै देबी। हेले शिकारी से कोन तते सहजरे छाड़िबो? आउ ठीक एतिकी बेले शिकारीटी आसी ए शुआ दुई जनक पाखरे पहुंची गला। आउ ता पाखरे से रखिथिबा शुआटी को बहुत गाली गुलज कला। ए दुष्ट बदमाश, मु तते सेपटे खोजुची, आउ तू एठी आसी बसी गपुचो। देख देख, से शिकारी आसिलानी, कोन करिबा कहिलु? आमे जदि एठो न जिबा ताहेले तते ता संगरे नै जिवो। तो जीवन रे भलो ही बंचिबार अछि ना? हाँ, ताहेले चल मो संगरे उड़ी चल। आमे ऋषिଙ୍କ आश्रम रे रहिबा आ शांति रे जीवन काटिबा। चल। हाँ? अरे अरे कुआडे जाउछो? कुआडे जाउछु तो? मो कथा सुन। अरे कुआडे जाउछो? कुआडे जाउछु तो? मो कथा सुन। अरे कुआडे जाउछो? कुआडे जाउछु तो? मो कथा सुन। अरे कुआडे जाउछो? तम भली लोक संगरे रहिले मु नष्ट होई जिबी, तेणु मो मो बंधु संगरे जाउची। आजिठु भलरे रहिबी, सत्संगरे रहिबी। मनुष्यर प्रकृति एवं व्यवहार परिवेश उपरे निर्भर करिथाए। भल मनुष्य हेबा पई भल परिवेश रे रहिबा जरूरी।